ଶ୍ରୀମଦ୍ ଭାଗବତର 132ତମ ଭାଗ। ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତतो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। ଯୋଗ ଐଶ୍ୱର୍ଯ୍ୟ ଯୋଗୀମାନଙ୍କର ପୁନରାୟ କ୍ଲେଶ ଉତ୍ପାଦନ କରିପାରେ ନାହିଁ। ତଥାପି ଋଷଭ ନାରାୟଣ ଯୋଗ ସିଦ୍ଧି ସମୂହର ଉପଯୋଗ କଲେ ନାହିଁ କାହିଁକି? ଏହି ପ୍ରଶ୍ନରେ ଶ୍ରୀ ଶୁକଦେବ ବୁଝାଇଛନ୍ତି, ପୂର୍ବ ସ୍ୱଭାବ ପରିତ୍ୟାଗ ବିଷୟରେ ମନକୁ ବିଶ୍ୱାସ କରି ହୁଏ ନାହିଁ। ମନକୁ ଅତିରିକ୍ତ ବିଶ୍ୱାସ କଲେ ମନ ଇନ୍ଦ୍ରିୟମାନଙ୍କୁ ଅନର୍ଥ କରିବାର ସୁଯୋଗ ଦିଏ। ସେଥିପାଇଁ ଋଷଭଦେବ ଯୋଗ ଐଶ୍ୱର୍ଯ୍ୟକୁ ଉପେକ୍ଷା କରି ଶେଷକୁ ଦାବାନଳରେ ଭସ୍ମ ହୋଇ ପ୍ରାଣତ୍ୟାଗ କରିଛନ୍ତି। ତାଙ୍କ ପୁଣ୍ୟ ଚରିତ ପାଇଁ ଭାରତ ଧନ୍ୟ ହୋଇଛି। ଶୁକ ଉବାଚ ଏବେ ହୋ ଶୁଣ ପରୀକ୍ଷିତ, ବୃଷଭ ଉତ୍ତାରେ ଯେ ମନ୍ତ, କହିବା ତହିଁ ରହୁଦନ୍ତ, ରାଜନ ହୁଅ ଏକ ଚିତ୍ତ, ଭରତ ମହାଭାଗବତ, ବୃଷଭେ ହୋଇଣ ସମ୍ଭୂତ, ତାହାଙ୍କ ଆଜ୍ଞା ଶିରେ ଘେନି, ଆନନ୍ଦେ ପାଳନ୍ତି ମେଦିନୀ, ବିଶ୍ୱରୂପର କନ୍ୟା ସେହି, ପଞ୍ଚଜନୀକୁ ବିଭା ହୋଇ, ପଞ୍ଚକୁମାର ଯେ ତାହାର, ହୋଇଲେ ଅତି ମନୋହର। ଧୂମ୍ରକେତୁ ଯେ ସୁଦର୍ଶନ, ସୁମତି ରାଷ୍ଟ୍ର ଭୃତ ନାମ, ଅପରେ ଆବରଣ ନାମ, ହୋଇଲେ ଅତି ଅନୁପମ, ଏ ଦେଶ ଅଜନାଭ ଥିଲା, ଭରତୁ ଭାରତ ହୋଇଲା, ଏମନ୍ତେ ଶୁଣ ପରୀକ୍ଷିତ, ବିଷ୍ଣୁ ଭଗତ ସେ ଭରତ। ଦେବ ବ୍ରାହ୍ମଣ ପ୍ରଜା ଜନ, ସ୍ୱଚ୍ଛନ୍ଦେ କରଇ ପାଳନ, ଯେ ଯାହା ଧର୍ମ ଅନୁସାର, ଆନନ କରନ୍ତି ଆଚାର, ଯଜ୍ଞ ସକଳ ଦେବ ତୋଷୀ, ଯେ ଯାହା ଭାବେ ରାଜ ଋଷି, ନାନା ଯଜ୍ଞରେ ସେ ରାଜନ, ସନ୍ତୋଷେ ପୂଜେ ଭଗବାନ। ପ୍ରାୟ ଯେ ଈଶ୍ୱର ଶୁଦ୍ଧ ନିର୍ମଳ ସତ୍ୱସାର, ପରମ ବ୍ରହ୍ମ ବାସୁଦେବ ଅନାଦି ପୁରୁଷ ମାଧବ, ନାନା ଲକ୍ଷଣେ ବିରାଜିତ, ଚତୁର୍ଭୁଜେ ସେ ଶୋଭିତ, ଶ୍ରୀବତ୍ସ କୌସ୍ତୁଭମଣି, ଗଦା କମଳ ଚକ୍ରପାଣି, ଶଙ୍ଖ ସହୋଇ ବାମ କରେ, ବନମାଳା ଯେ ଲମ୍ବେ ଉରେ, ଏ ଆଦି ଯେତେ ଚିହ୍ନ ବନ, ଚିନ୍ତା କରଇ ସେ ରାଜନ।
ପୁତ୍ରଙ୍କୁ ରାଇ ଆଜ୍ଞା ଦେଲେ ରାଜ ସମ୍ପଦ ଯଥୋଚିତେ ବିଭାଗ କରି ଯେ ଝାମତେ ଦେଇ ସେ ଋଷଭକୁ ମୋର ଆପଣି ହୋଇଲେ ବାହାର ପୁଲହ ଋଷିଙ୍କ ଆଶ୍ରମ ତହିଁକି କଲେ କଗମନ ଅଦ୍ୟାପି ହରି ଭଗବାନ ଯହିଁ ଅଛନ୍ତି କରି ସ୍ଥାନ। ତହିଁର ନଦୀ ସୁଧ ଜଳ ସୁଖେ ସେବନ୍ତି ମୁନି କୂଳ ତାହାର ଗଣ୍ଡ କି ଯେ ନାମ ସ୍ମରଣେ ପାପ ବିନାଶନ ପୁଲହାଶ୍ରମ ଯେ ଗହନ ବିବିଧ ଧ୍ରୁମରେ ଶୋଭନ ନାନା କୁସୁମେ ପରିମଳ ନିର୍ମଳ ସୁଶୀତଳ ଜଳ। ମଳୟ ପବନ ନିରତେ ତହିଁ ଭରତ ଶୁଦ୍ଧ ଚିତେ କୋମଳ ତୁଳସୀର ଦଳ ସୁସ୍ୱାଦୁ ପକ୍ୱ ଫଳ ମୂଳ ଅନ୍ୟ ଯେ ବନ୍ୟ ଉପହାର ନିବେଦି ଗୋବିନ୍ଦ ପୟର ଇନ୍ଦ୍ରିୟ ଗଣକୁ ନିବାରି ବିଷୟ ରସ ଦୂର କରି। ନିତେ ଗୋବିନ୍ଦ ଆରାଧନ କରଇ ହର ସେ ରାଜନ ମହାପୁରୁଷ ସେବା ବିନେ ଅନ୍ୟ ସେ ନ ଭାବଇ ମନେ ଜଗତ ପ୍ରଭୁ ନାରାୟଣେ ଶ୍ରଦ୍ଧା ବଢ଼ାଇ ଅନୁକ୍ଷଣେ କୈବଲ୍ୟ ଦାତା ନାମ ଧରି ହୃଦୟ ଗଦ ଗଦ କରି। ନିତ୍ୟ ଯେ ପ୍ରଭୁ ସେବା ତାର ବିସ୍ମର କଲା ନୃପବର ଏଥୁ ଅନ୍ତରେ ସେ ରାଜନ ଅଜିନ କରି ପରିଧାନ ଶିରେ କପିଳ ଜଟା ଭାର ଶରୀର ଦିଶଇ ସୁନ୍ଦର ସୂର୍ଯ୍ୟମଣ୍ଡଳେ ସେ ରାଜନ ବ୍ରହ୍ମ ରୂପକୁ କରି ଧ୍ୟାନ ହେମନ୍ତ ବାକ୍ୟ ଅନୁମାନେ ବୋଲଇ ହର ଶୀତ ମନେ হে পরম ব্রহ্ম তু সবিতা নিখিল কর্ম ফল দাতা ইচ্ছা মাত্রকে সৃষ্টি করু সকল জীবে প্রতিপালু তোতে যে সর্ববুদ্ধি স্ফুরে শরণ গলি তো পয়রে সে পরা পর ব্রহ্ম রূপ তাঙ্কু চিন্তই নিত্যে নৃপ ভরত কর্ম অনুসরি সুজন চিন্তনর হরি সে প্রভু চরণার বিন্দে মন নিবেশী অপ্রমাদে কহই দাস জগন্নাথ শ্রীকৃষ্ণ ভজন চরিত ইতি শ্রীমদ্ ভাগবতে মহাপুরাণে পারমহংস্যাং সংহিতায়াং পঞ্চম স্কন্ধে ভরত চরিতে ভগবত পরিচর্যায়াম নাম সপ্তমো অধ্যায়। ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 132ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ମହାପ୍ରସାଦ କର, ମହାପାତ୍ର ମିନତୀ ଭଞ୍ଜ ଏବଂ ଶୈଳଭାମ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।